ଦୁଇଟାକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେଇଛି। ବିଭିନ୍ନ ବ୍ଲକରେ ମୁଁ କୃଷକମାନଙ୍କ ସହିତ ଦେଖିଲି, ତାଙ୍କ ଫସଲ ଦେଖିଲି, ବହୁତ ଲୋକସାନ ହେଇଛି। ଆଉ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବହୁତ ଚିନ୍ତିତ ଅଛନ୍ତି। ସାଙ୍ଗେ ସାଙ୍ଗେ ପଠେଇଛନ୍ତି ସବୁ ମନ୍ତ୍ରୀମାନଙ୍କୁ ଫିଲ୍ଡ ଭେରିଫିକେସନ୍ କରିବା ପାଇଁ। ମୁଁ ଆଜି ଦେଖିଲା ପରେ ତାପରେ ଆମେ ଏଠି ରିଭ୍ୟୁ ମିଟିଂ ବି କଲୁ। ଆଉ ଆମର ଜିଲ୍ଲାପାଳ ମହୋଦୟା ଥିଲେ, ସମସ୍ତ ଅଫିସର୍ସ ଥିଲେ, ସମସ୍ତଙ୍କୁ ସେଇଆ ମୁଁ କହିଛି ଯେ ଇଏ ଲିବରାଲି ଟିକେ ଦେଖିବେ, ସବୁ କୃଷକ ଯେମିତି ଯାହାର ବି କ୍ଷତି ହେଇଛି ସମସ୍ତଙ୍କୁ କେମିତି ସେ ରିପୋର୍ଟ ଭିତରକୁ ଆଣିବା, ସମସ୍ତେ କେମିତି ପଇସା ପାଇବେ ତାର ବ୍ୟବସ୍ଥା କରାଯିବ। କେହି ବି କୃଷକ ଯେମିତି ହଇରାଣ ହେବେ ନାହିଁ। ଆଉ ମୁଁ ତ ଆପଣଙ୍କ ଜରିଆରେ କହିବାକୁ ଚାହୁଁଛି କୃଷକ ଭାଇମାନଙ୍କୁ ଯେ କେହି ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ସମସ୍ତେ ପଇସା କ୍ଷତିର ପରିମାଣ, କ୍ଷୟକ୍ଷତିର ପରିମାଣ ଆକଳନ କଲା ପରେ ଆପଣମାନଙ୍କ ଖାତାକୁ ପଠାଇ ଦିଆଯିବ। 30 ତାରିଖ ଭିତରେ ଆକଳନ କରାଯିବ। ଆସନ୍ତାକାଲି ପର୍ଯ୍ୟନ୍ତ ଆକଳନ ଅଛି। ତ ସ୍ପେସିଆଲି ଷ୍ଟାଫ୍ କାଲି ଯାଇ ପୁଣି ଆଉ ଥରେ ଆକଳନ କରିବେ। ମୁଁ ଭାବୁଛି ସବୁ ନ୍ୟାୟ ଦିଆଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ଗୋଟିଏ ବି କୃଷକକୁ ଆମେ ଛାଡ଼ିବୁନି, ସମସ୍ତଙ୍କୁ ଯାହାର କ୍ଷତି ହେଇଛି ତାକୁ ପଇସା ଦିଆଯିବ। ଶୁଣନ୍ତୁ, ଇନପୁଟ୍ ସବସିଡି କେଉଁଥିରେ ଦିଆଯିବ? ଧାନ କିଣାରେ ଦିଆଯିବ। ସେ ବୁଝିପାରୁନାହାନ୍ତି। ଏମିତି ଶୂନରୁ କେହି ଇନପୁଟ୍ ସବସିଡି ଦିଆଯାଏ କି? ଦିଏ କି? କ୍ଷତି ଆକଳନ ହେଇସାରିଲା ପରେ ପୁଣି ଯାହା ବିବେଚନା କରାଯିବ, ଯାହା ସରକାରଙ୍କ ନିୟମ ଅନୁଯାୟୀ କ୍ଷୟକ୍ଷତିର ପରିମାଣ ଦିଆଯିବ, ପଇସା ଦିଆଯିବ। ଆଉ ଏମିତି ଦେଖନ୍ତୁ, ତାର ରିପୋର୍ଟ ମଧ୍ୟ ମଗାଯାଇଛି। ଆଉ ଜିଲ୍ଲା ପ୍ରଶାସନ ତାର ରିପୋର୍ଟ ଦେବେ, ତାପରେ ଯାଇକି ସରକାର ବିଚାର କରିବେ।